ଲୋକପ୍ରିୟ ଅଭିନେତା ଚଳଚ୍ଚିତ୍ର ପ୍ରଯୋଜକ ଓ ସଂଗଠକ କେଦାରନାଥ ଗୁରୁଙ୍କର 38ତମ ପୁଣ୍ୟତିଥିରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବଡ଼ଦାଣ୍ଡସ୍ଥିତ ଗୁରୁ ଇଷ୍ଟେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେଦାରଗୁରୁ କଳା ସଂଗମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ଜମ୍ବେଶ୍ୱର ପୂଜା ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି ଦିବଂଗତ ଶ୍ରୀ ଗୁରୁଙ୍କର ସଂକ୍ଷିପ୍ତ ଜୀବନୀ ପାଠ ସହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏଥିରେ ବରିଷ୍ଠ ସେବାୟତ ରବିନାରାୟଣ ଗୁରୁ, ବରିଷ୍ଠ ଦୈତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସଂଗୀତ ନାଟକ ଏକାଡେମୀର ସଦସ୍ୟ ବଦ୍ରି ମିଶ୍ର, ପ୍ରତିହାରୀ ନିଯୋଗ ସମ୍ପାଦକ କେଦାରନାଥ ଖୁଣ୍ଟିଆ, ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ସଂଗଠକ ଚକ୍ରଧର ମହାପାତ୍ର, ସେବାୟତ ଉଦୟ ଶଙ୍କର ପ୍ରତିହାରୀ, ରବିଶଙ୍କର ପ୍ରତିହାରୀ, ଉମାଶଙ୍କର ପ୍ରତିହାରୀ, କୃଷ୍ଣଚନ୍ଦ୍ର ପଣ୍ଡା, ବିଶ୍ୱଜିତ ମୁନା ମିଶ୍ର, ସୋମନାଥ ଗୁରୁ, ସତ୍ୟନାରାୟଣ ଗୁରୁ, ସନ୍ତୋଷ କୁମାର ପଣ୍ଡା, ଅମରନାଥ ଗୁରୁ, ପ୍ରେମନାଥ ଗୁରୁ, ପ୍ରଭାତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। କଣ୍ଠଶିଳ୍ପୀ କାର୍ତ୍ତିକ କୁମାର ସାହୁ ପାରମ୍ପରିକ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଆବାହକ ଜଗଦୀଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ପୁରୀ ଗୌଡ଼ବାଡ଼ ସାହିର ଜନ୍ମଗ୍ରହଣ କରିଥିବା ଦିବଂଗତ ଶ୍ରୀ ଗୁରୁ ମଞ୍ଚରୁ ଅଭିନୟ ଜୀବନୀ ଆରମ୍ଭ କରିଥିଲେ। ପରେ ଓଡ଼ିଆ ଚଳଚ୍ଚିତ୍ର ଗୌରୀ, ସିନ୍ଦୁରବିନ୍ଦୁ, ବନ୍ଧୁ ମହାନ୍ତି, ସାକ୍ଷୀ ଗୋପୀନାଥ, ସୁବର୍ଣ୍ଣ ସୀତା, ରାମାୟଣ, ନୀଳମାଧବ ଓ ଶ୍ରୀ ଜଗନ୍ନାଥ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିସହିତ ସିନ୍ଦୁରବିନ୍ଦୁ ଓ ଯବାନ ମର୍ଦ୍ଦ ଚଳଚ୍ଚିତ୍ରରେ ସେ ପ୍ରଯୋଜକ ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବୁଦ୍ଧିଜୀବୀ ଓ କଳାପ୍ରେମୀ ଉପସ୍ଥିତ ଥିଲେ।